এটা গোটা କେବଳ ପଇସା ନ ଦେବା ପାଇଁ ଏସବୁ ଚକ୍ରାନ୍ତ ଆଉ କିଛି ନାହିଁ। ଆରେ ପଇସା ନ ଦେବା ପାଇଁ ଏମିତି କହିଦେଲେ ମାଲିକ ବଦନାମ ହେଇଛି। ମୁଁ କଣ ବଦନାମ ହେବି? ମୁଁ ସେ ଶୁଣିବିନି ବା। ମୁଁ ସତ୍ ପଥରେ ଅଛି ନଡ଼ିବି। ଯୋଉମାନେ କହୁଛ ନିବେଦନ କରିବି ଆପଣମାନେ ସତ୍ୟତା ଜାଣନ୍ତୁ କୁହନ୍ତୁ 1.5 କୋଟି ଟଙ୍କା ମୋର ତମେ ଦେଇଦବ? ସେ କେବେ କହିବେନି। ସେ ଜାଣିଛିନି ଏଠି ପଇସା ଠିକ ଦେବି, କାମ ଠିକ ନେବି। ଦିଟା କଥା ମୁଁ ଜାଣିଛି। ଅଳିଆ ମଳିଆରେ ପଶିବାର ନାହିଁ। ମୁଁ ଯାତ୍ରାପାଟିକି ଯାଏ ନାହିଁ। ଯାତ୍ରାପାଟି ଯାଆନ୍ତି କୁହନ୍ତି ଆଖଡ଼ାରେ ଏଇଠୁ ଟ୍ରେନିଂ ଦେଇକି ଯୋଉ ଢଙ୍ଗା ଛଡ଼ା ହେଇଥିବ ସେଇ ଢଙ୍ଗରେ କାମ କରିବେ, ପଇସା ମାସ ମାସ ଦେବେ। ହେଇ ଆମର ଯୋଉ ପାର୍ଟି ଇଏ ହବ ଆମେ ସେ ଅନୁସାରେ ପ୍ଲାନିଂ କରି ଲାଷ୍ଟକୁ ଛୁଟି ଦେବୁ 13 ତାରିଖ ନା ଆଉ। ଯାତ୍ରାପାଟିକି ଆପଣ ଯାଆନ୍ତୁ, ସେଠୁ ପଚାରିବେ ଛାଡ଼ି ମୁଁ କେତେ ଟଙ୍କା ଦିଏ? ଟଙ୍କା 30,000 ଦିଏ। ଚପଲ ବି ଦିଏ। ସମସ୍ତ କସ୍ମେଟିକ୍ ଆଇଟମର ସବୁ ଆମେ ଦଉ। ସେ ଖାଲି ନାଚ କରନ୍ତି। ତାଙ୍କର କିଛି ନାହିଁ। ତାଙ୍କର ଯଦି ଏକ୍ସଟ୍ରା କଣ ପିନ୍ଧୁଥିବେ ଅଲଗା ମନା ନାହିଁ, କିନ୍ତୁ ପ୍ରାୟ ମୁଁ ଦିଏ ସବୁଦିନ, ସବୁ ପାର୍ଟିକି ଦିଏ। ସେଇ ପାର୍ଟିକି ନୁହଁ। ଏମିତି ଇଏ କରୁଛନ୍ତି। ଯାତ୍ରା ବାଲା ଜାଣିଛ ନା ନାହିଁ? ଯୋଉ ଗଲାବେଳେ ବସରେ ଟିଫିନ ଖର୍ଚ୍ଚ 50 ଟଙ୍କା ନ ଦିଆ ହେଇଥିବ ସାଙ୍ଗେ ସାଙ୍ଗେ ଚିଲେଇ ଦେବେ, ଜାଣିଛ ନା ନାହିଁ? 50 ଟଙ୍କା ଛାଡ଼ିବେନି। ଏମିତି ଛାଡ଼ିବେ। ଏବେ ବଛଦାରେ ଗୋଟା ଘରେ ଯାହା ଘରେ ଥିଲେ ବଛଦା କମିଟି ଗୋଟା ଦଉଛି ଆଜି ଇଏ, ଆପଣ ଶୁଣିବେ ସେ କାହିଁକି ହୋଟେଲରେ ଯାଇକି ରହିଲେ, ତାଙ୍କ ଘରୁ କଣ ନେଇଗଲେ ସେ କହିଛନ୍ତି। କାଲି କଣ କଣ ବଛଦା କମିଟି ହେଇଛି କମିଟି କହିବେ। ଆଉ ଯୋଉ ଯୋଉ କମିଟି ଡିଷ୍ଟର୍ବାନ୍ସ କରିଛନ୍ତି ସବୁ କମିଟି ଆଜି ଫୋନ କରିଛନ୍ତି। ସେ କାଲିଠୁ ଆଜିଠୁ ବାହାରିବେ ସବୁ। এটা গোটা କେବଳ ପଇସା ନ ଦେବା ପାଇଁ ଏସବୁ ଚକ୍ରାନ୍ତ ଆଉ କିଛି ନାହିଁ। ଆରେ ପଇସା ନ ଦେବା ପାଇଁ ଏମିତି କହିଦେଲେ ମାଲିକ ବଦନାମ ହେଇଛି। ମୁଁ କଣ ବଦନାମ ହେବି? ମୁଁ ସେ ଶୁଣିବିନି ବା। ସେ ଯେତେ ଗପିଲେ ଶୁଣି ବର୍ଷେ ପରେ ଆଜି ଏ କଥା ଜଣେ କହୁଛି, କାହିଁ କହୁଛି? ମତେ କହିଲେ କାହିଁ କହୁଛନ୍ତି? ପଇସା କଥା କହୁଛି ନା ନାଇଁ? ସେ ନିଜେ କଣ କହୁଛି? ପଇସା ମତେ ନୋଟିସ କରିଛେନି ପଇସା ଦେବା ପାଇଁ। ପଇସା ନେଇଛୁ ଦେବୁନି କି? ହାତ ଭାଙ୍ଗି ଦେଲେ ନାଚ କରିପାରିବୁନି, ତାକୁ ମୁଁ କଣ କରିବି? ମୁଁ ନାଚ କରିଦେବି? ବିଦା କଲେ ତୁ କୋଉଠି ପାଇଲୁନି? ଯୋଉ କହୁଛନ୍ତି କୋଉ ମାଲିକ, ମୁଁ କାହିଁ ମାଲିକ ମନା କରିବି? ପଚାରିଲେ କୋଉ ଗୋଟିଏ ମାଲିକ କେବେ ଦେବ ମତେ? ମୁଁ କଥା ହେଇଥିବି। ଆଉ ଚାକିରି ଯଦି କୋଉଠି କରିବି? ମୁଁ ଯଦି ମନା କଲି ବାଘାତିନି ମାଲିକ ଚାକିରି ଦେଲା କେମିତି? ବାଘାତିନି ମାଲିକ ଚାକିରି ସେଠି କାମ କରିପାରିଲାନି, ସେଠୁ ଗଲ କେମିତି? ବାରଣତାରେ ସେ ମାଲିକ ପଇସା ମାଗିଲା ତା ନାଁରେ କେସ୍ କଲ। ଏଠି ସେଗୁଡ଼ା କେସ୍ କରିଦେଲନି, ଅସୁବିଧା କଣ ହେଲା? ସେ ପାର୍ଟିରେ ସେ ମାଲିକ ନାଁରେ କେସ୍ କଲ, ଏଠି କେସ୍ କରି ପଳେଇଥାନ୍ତ ଗଲାବେଳେ। କି ମୋର ଛଡେଇ ନେଇଗଲେ, ଇଏ ନେଇଗଲେ। ଗୋଲି ଗପରୁ ବିଲକୁଲ ଶୁଣିବାର ନାହିଁ। ସେ ଯେତେ ଗପିଲେ ମୁଁ ବହୁତ ହେଡଷ୍ଟ୍ରଙ୍ଗ ଲୋକ। ଏ ଯୋଉ କେତେଟା ଗପୁ ନାହାନ୍ତି ସୋସିଆଲ ମିଡିଆରେ, ସେ ସେଇଠି ତାରି ଘରେ ବସିକି ଗପୁଥିବେ। ତମର ସାମ୍ନା ଅଛି, ସାମ୍ନା କରିବ, ଆସିବ ଏଠୁ ବୁଝିବ ଯିବ, ତାପରେ ବାଇଟ୍ ଦେବ। ଅସୁବିଧା କିଛି ନାହିଁ। ତମେ ଯେତେ ଜାଣିବାର ଅଛି। ଯାତ୍ରାକୁ ଏବେ ଲୋକ ଆଉ ଭଲ ପାଉନାହାନ୍ତି, ଏକଥା ବି ଜାଣିଥା। ଯାତ୍ରା ସଂଖ୍ୟା ଯେତିକି କମିଗଲାଣି ବହୁତ ହେଇଗଲାଣି। ଯାତ୍ରାକୁ ଆପଣ ଦେଖନ୍ତୁ 2 ମାସ ଭିତରେ ଲୋକ ଖୋଲିଲେ, ମୋବାଇଲ ଖୋଲିଲେ ଦେଖୁଛନ୍ତି ଯାତ୍ରା। କି ଯାତ୍ରା? ଯୋଉ ଭଲ ଲୋକ ଦାମୀ ଲୋକ ସେ କାହିଁ ଯାତ୍ରା ଦେଖିବେ? ସେଗୁଡ଼ା କାହିଁ ଦେଖିବେ ମୋବାଇଲଟାକୁ? ଆଉ ଗୋଟେ ଦିଟା ଅଛନ୍ତି କିଏ ବାଲୁଆ କଥା ଖାଲି କହୁଛନ୍ତି। ତାଙ୍କର ପିଲା ଛୁଆ ଅଛନ୍ତି, ମା ଭଉଣୀ ଅଛନ୍ତି। ପିଲା ଛୁଆ ମା ଭଉଣୀ ଥିବେ, ତାହେଲେ ଏଇଭଳିଆ ଛୋଟ ଛୁଆ ମୋବାଇଲ ଖୋଲୁଛନ୍ତି, ଖାଲି ଲାଙ୍ଗୁଏଜ ଖରାପ। ତମେ ଲାଙ୍ଗୁଏଜ ଖରାପ କରୁଛ, ତମ ପିଲା ଛୁଆ ମା ଭଉଣୀ ଥିବେ ଦେଖୁଥିବେ, ତମେ ଭଦ୍ରାମୀ ଶିଖିନା। ତମର ଯଦି କଣ କହିବା, ତମେ ଏତେ ଦମ ମଧ୍ୟ ଅଛି, ନଣ୍ଡକୁ ଏସା କରିଦବୁ ତେସା କରିଦବୁ, ପଳେଇ ଆସିବୁ ନା। ତମେ ଯେତେଟା କହୁଛ ତମର ସେ ସତ୍ସାହସ ନାହିଁ ଆସିକି ଠିକ ଭାବରେ ପ୍ରମାଣ କରିକି ମିଡିଆକୁ କହିଲା ବେଳେ ସେ ଦମ ତମର ନାହିଁ। ଏଟା ରୋଷ୍ଟର ଫୋଷ୍ଟର ସବୁ କଣ ବାହାରୁଛନ୍ତି, ସବୁ ଗପୁଛନ୍ତି। ପ୍ରମାଣ ସହକାରେ କୁହ, ପ୍ରମାଣ ନିଅ, ମୋ ବିରୁଦ୍ଧରେ କୁହ, ଚଳିବ। ମୋ ବିରୁଦ୍ଧରେ କହିଲେ ମୁଁ ତମକୁ ଗ୍ୟାସରେ ମୁଁ ଖାତିର କରିନଦେବୁ। ଗପୁନା ସେଟା। ତମ ପାର୍ଟି ଖରାପ ହବ, ମୋର କିଛି ହବାର ନାହିଁ। ମୁଁ ସତ୍ ପଥରେ ଅଛି, ନଡ଼ିବି। ଯୋଉମାନେ କହୁଛ ନିବେଦନ କରିବି ଆପଣମାନେ ସତ୍ୟତା ଜାଣନ୍ତୁ କୁହନ୍ତୁ 1.5 କୋଟି ଟଙ୍କା ମୋର ତମେ ଦେଇଦବ? 1.5 କୋଟି ଟଙ୍କା ପଦାରେ ଅଛି ବର୍ତ୍ତମାନ। ଦଉନାହାନ୍ତି କଳାକାର ନେଇଯାଇକି ବୁଲୁଛନ୍ତି ଲୁଚିକି। ଦେଇଦବ ତମେ? ଆଉ ଗପୁଛ କଣ ଅଧିକା? 1.5 କୋଟି ତମେ ଯୋଉମାନେ କହୁଛ ତମର 1.5 କୋଟି ଟଙ୍କା ତମେ ଏକ କାଳୀନ ଦେଖିନଥିବ। ସମସ୍ତେ ଦିଆହେଇଛି। ଯୋଉଠି ହାଇଲାଇଟିଂ ହଉଛି, ମୁଁ ଏତେ ମୋର ବର୍ତ୍ତମାନ ମୁଁ ଦିନ ମଜୁରିଆ ହେଇଥାନ୍ତି, ତ ମୋ ବିରୁଦ୍ଧରେ ମୁଁ ଏତେ ମିଡିଆ ଆସିଥାନ୍ତ ନା ଏତେ ଲୋକ କହିଥାନ୍ତେ? ଗୋଟେ ମଜା କହୁଛନ୍ତି, ଗୋଟା ବଦନାମ କରିବାକୁ କରିପାରିବନି, କିଛି ଲାଭ ହବନି। ତ ଶୁଣୁଥିଲେ ଇଏ ରହିଥିଲେ ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ। ଅନେକ ପ୍ରଶ୍ନର ବି ଉତ୍ତର ଦେଲେ। ତା ସହିତ ଯାହା ତାଙ୍କୁ ନେଇକି ବିବାଦ ରହିଛି ତାର ବି ମଧ୍ୟ ସେ ଗୋଟେ ପ୍ରକାର ଉତ୍ତର ରଖିବା ସହିତ ପ୍ରମାଣ ବି ଦେଇଥିଲେ। ତେବେ ଆଶା କରିବା ଏହି ବିବାଦ ପରେ ହୁଏତ ପୂର୍ଣ୍ଣଚ୍ଛେଦ ପଡିବ ଏବଂ ଯାତ୍ରା ପାର୍ଟିର ମାଲିକ ଯିଏ ରହିଛନ୍ତି ନାଣ୍ଡୁ ବାବୁ, ସେ ତାଙ୍କ ପାର୍ଟିକୁ ଆଗକୁ ନେବା ସହିତ ଯୋଉ କଳାକାର ମାନେ ବି ଏ ବିବାଦ ଭିତରକୁ ଆସୁଛନ୍ତି ସେଥିରେ ବି ମଧ୍ୟ ପୂର୍ଣ୍ଣଚ୍ଛେଦ ପଡିବ। ଯାଜପୁରରୁ ରାଜତିଲକ ମହାନ୍ତି, A1 TV।